ଗ୍ରାହକଙ୍କ ଉପରେ ପଡ଼ିଲା ଯୁଦ୍ଧର ଚଡ଼କ। 55 ଟଙ୍କା ବଢ଼ିଲା ପେଟ୍ରୋଲ ଦର। ଏହି କାରଣରୁ IMF ପାକିସ୍ତାନ ସରକାରଙ୍କୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ତୁରନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି। ମୂଲ୍ୟ ବୃଦ୍ଧି ପୂର୍ବରୁ ପାକିସ୍ତାନୀ ଅଧିକାରୀ ଏବଂ IMF ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆସନ୍ତୁ ଆଜି ଆମେ ଜାଣିବା ଯେ କେଉଁ କାରଣ ପାଇଁ IMF ପାକିସ୍ତାନ ସରକାରଙ୍କୁ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଆମେରିକା ଇସ୍ରାଏଲ ଇରାନ ଯୁଦ୍ଧ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ଇନ୍ଧନ ଦେଇଛି, ଯାହା ଏପର୍ଯ୍ୟନ୍ତ ଭାରତର ଲୋକମାନଙ୍କୁ ପ୍ରଭାବିତ କରିନପାରେ, କିନ୍ତୁ ପାକିସ୍ତାନ ବିପର୍ଯ୍ୟୟ ଆଡ଼କୁ ମୁହାଁଇଛି। ବିଶ୍ୱ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପ୍ରତି $92ରୁ ଅଧିକ ହେବା ପରେ ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟରେ ବ୍ୟାପକ ବୃଦ୍ଧି କରିଛନ୍ତି। ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ଗୋଟିଏ ଝଟକାରେ ପ୍ରତି ଲିଟର 55 ପାକିସ୍ତାନୀ ଟଙ୍କା ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପଡ଼ୋଶୀ ଦେଶରେ ପେଟ୍ରୋଲ ଭାରତର ମୂଲ୍ୟ ଅପେକ୍ଷା 3 ଗୁଣ ଅଧିକ ଦରରେ ବିକ୍ରି ହେଉଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଆର୍ଥିକ ସଙ୍କଟ ସହିତ ସଂଘର୍ଷ କରୁଥିବା ଅର୍ଥନୀତିକୁ ରକ୍ଷା କରିବା ପାଇଁ ପଡ଼ୋଶୀ ଦେଶର ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପ୍ରତି 55 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ପରେ ପେଟ୍ରୋଲ 321.17 ଟଙ୍କା ପ୍ରତି ଲିଟର ଏବଂ ଡିଜେଲ 335.86 ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି। ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟର ହଠାତ୍ ବୃଦ୍ଧି ପରେ ପାକିସ୍ତାନ ସରକାର ଖୁଚୁରା ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହୋଇଛି। ସରକାରଙ୍କ ଲକ୍ଷ୍ୟ ଅର୍ଥନୀତି ଉପରେ ବଢ଼ୁଥିବା ଚାପକୁ ହ୍ରାସ କରିବା। ପାକିସ୍ତାନ ସରକାର କ'ଣ କହିଲେ? ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ୍ ଡାର ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି ଯେ ସରକାରଙ୍କ ପାଖରେ ବହୁତ ସୀମିତ ବିକଳ୍ପ ଅଛି, କିନ୍ତୁ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ମୁକାବିଲା କରିବା ପାଇଁ ଭାରତୀୟ ଜନସାଧାରଣଙ୍କ ଉପରେ କିଛି ବୋଝ ଲଦିବାକୁ ପଡ଼ିବ। ସେ କହିଛନ୍ତି ଯେ ଅଶୋଧିତ ତୈଳ ଦେଶର ଅର୍ଥନୀତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୋଝ ସୃଷ୍ଟି କରୁଛି, ଯାହା କାରଣରୁ ଖୁଚୁରା ତୈଳ ମୂଲ୍ୟ ବୃଦ୍ଧି ପାଇଛି। IMFର ଚାପରେ ମୂଲ୍ୟ ବୃଦ୍ଧି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରୁଛି ଯେ ସରକାର ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି IMFର ଚାପରେ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରକୃତରେ IMF ପାକିସ୍ତାନକୁ ଏକ ବଡ଼ ଋଣ ଦେଇଛି, ଯାହାର ସୁଧ ପରିଶୋଧ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ କ୍ରମଶଃ କଷ୍ଟକର ହେଉଛି। ଏହି କାରଣରୁ IMF ପାକିସ୍ତାନ ସରକାରଙ୍କୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ତୁରନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି। ମୂଲ୍ୟ ବୃଦ୍ଧି ପୂର୍ବରୁ ପାକିସ୍ତାନୀ ଅଧିକାରୀ ଏବଂ IMF ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପେଟ୍ରୋଲ ପମ୍ପରେ ଧାଡ଼ି। ସରକାର ଏହି ଘୋଷଣା କରିବା ପୂର୍ବରୁ ମଧ୍ୟ ପାକିସ୍ତାନୀ ଜନସାଧାରଣ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ବିଷୟରେ ଅବଗତ ଥିଲେ। ଏହି କାରଣରୁ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଲାଗି ରହିଥିଲା। ଲୋକମାନେ ଭୟ କରୁଛନ୍ତି ଯେ ଅଶୋଧିତ ତୈଳ ମୂଲ୍ୟ ଆହୁରି ବୃଦ୍ଧି ପାଇବ, ଯାହା ଭବିଷ୍ୟତରେ ପରିସ୍ଥିତିକୁ ଆହୁରି ଖରାପ କରିପାରେ। ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସପ୍ତାହରେ ସମୀକ୍ଷା କରାଯାଏ ଏବଂ ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ବୃଦ୍ଧି କରାଯାଏ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।